ଧରା ଅବତରଣ କରିଛନ୍ତି ଦୁର୍ଗତି ନାଶିନୀ ମା ଦୁର୍ଗା। ଦଶଭୁଜା ମନ୍ତ୍ରରେ ପୁରା ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। ତେବେ ଆମେ ଆସି ପହଞ୍ଚିଛୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦୁର୍ଗା କ୍ଲବ ପ୍ରାଙ୍ଗଣରେ, ଯେଉଁଠି 57 ବର୍ଷ ରେ ପଦାର୍ପଣ କରିଛି ମା ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ପୂଜା। ତେବେ ଆମ ସହିତ ଯୋଡ଼ି ହେଲେଣି ପଣ୍ଡିତ ମଙ୍ଗରାଜ କର ଯୋଡ଼ି ହେଲେଣି, ତାଙ୍କ ସହିତ ଅଧିକ ଆଲୋଚନା କରିବା এই ଷୋଳ ପୂଜାରେ କ'ଣ ସବୁ ନୀତିକାନ୍ତି ରହିଛି ମାଙ୍କର, ଆଉ କ'ଣ ସବୁ ପୂଜା ନୀତିରେ ମାଙ୍କୁ ପୂଜା କରାଯାଉଛି। ମାଙ୍କର ମୁଖ୍ୟତଃ ହେଉଛି ଆଜି ମହାଷ୍ଟମୀ ପୂଜା, ମୁଖ୍ୟତଃ ହେଲା ଯେ ସନ୍ଧ୍ୟା ପୂଜା ବଳି। ଏଠି 57 ବର୍ଷ ପୂଜାର ଅନୁଷ୍ଠାନ କିନ୍ତୁ ଇଏ ମା କଥା କହିଲା ମା ମାନେ ଡାକିଲେ ଏବଂ ଯେତକ ଦୁଃସାଧ୍ୟ ରୋଗରୁ ଆରୋଗ୍ୟ କରିବାର ମା ତେଣୁକରି ବହୁତ ଏ ଏରିଆରେ ଏଇଟା ହେଉଛି ବଡ଼ ପୂଜା ଆମର। ତେଣୁକରି ମୁଁ ଏଠି ଆସିବା ପୂଜା କରିବା ହେଇଗଲା 16-17 ବର୍ଷ ହେଇଗଲା ଏଠି ମୁଁ ଆସିବା। ତେଣୁ ଭଗବତୀର ଆଶୀର୍ବାଦରୁ ଆଜି ହେଉଛି ମୁଖ୍ୟତଃ ସନ୍ଧି ପୂଜା ଏବଂ କୁଷ୍ମାଣ୍ଡ ବଳି। ଆଉ ଏଠି ଗୋଟିଏ ଜିନିଷ ନୂଆ ଜିନିଷ, ଏଠି କାକୁଡ଼ି ବଳି ଦିଆ ହୁଏ କିନ୍ତୁ ପାଣି କଖାରୁ ଦିଆ ହୁଏନି। ପରମ୍ପରା ଅନୁସାରେ ପ୍ରଥମରୁ ଯାହା ଚାଲିଛି ସେ ଅନୁସାରେ ଆମେ ମଧ୍ୟ ଆମ ପୂର୍ବରୁ ଯେଉଁ ଭଲ ପଣ୍ଡିତମାନେ ଆସୁଥିଲେ ଯାହା କରୁଥିଲେ ଆମେ ତାଙ୍କୁ ଅନୁସରଣ କରି ଆମେ ମଧ୍ୟ ସେଇଆ କରିଚାଲିଛୁ। ନିହାତି ଭାବରେ ଶୁଣିପାରୁଥିବେ ପରମ୍ପରା ଅନୁଯାୟୀ ମାଙ୍କୁ ପୂଜା କରାଯାଉଛି। ତେବେ ଆମ ସହିତ ଯୋଡ଼ି ହେଲେଣି ଜଣେ ମାତୃଭକ୍ତ ଯୋଡ଼ି ହେଲେଣି, ସେ ଆଜି ମାଙ୍କୁ ଅତି ନିକଟରୁ ଦର୍ଶନ କରିଛନ୍ତି। କ'ଣ କାମନା କରିକି ଆସିଥିଲେ ମାଙ୍କ ନିକଟକୁ? ଆଜ୍ଞା, ମାଙ୍କୁ ଆଜି ଦର୍ଶନ କଲେ, କ'ଣ ସବୁ ମାଙ୍କୁ ମାଗିଲେ? ମାଙ୍କୁ ମାଗିଲି ମୋ ପରିବାରକୁ ଭଲରେ ରଖନ୍ତୁ। ଇଏ ଆମର ଅସ୍ତରଙ୍ଗର ଅଧିଷ୍ଠାପୀ ଦେବୀ ମା ଦୁର୍ଗା ମା। ସବୁ ବର୍ଷ ଆମର ଅସ୍ତରଙ୍ଗରେ ଏଠି ହୁଏ। ବହୁତ ଭଲ ଲାଗିଲା ଆସିଥିବାରୁ। କେତେ ଖୁସି ଲାଗୁଛି ମାଙ୍କୁ? ବହୁତ ଖୁସି ଲାଗିଲା। ନିହାତି ଭାବରେ ମାଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା କରୁଛନ୍ତି। ମୁଁ ଥରେ ସେ ଦୃଶ୍ୟ ଦେଖିବାକୁ ଚାହିଁବି, ମୋ ସହଯୋଗୀ ଦେଖେଇବେ। ଅତି ସୁନ୍ଦର ଦୃଶ୍ୟ ମାଙ୍କୁ ଦର୍ଶନ କରୁଛନ୍ତି। ବା ଦୁର୍ଗତି ନାଶିନୀ ମା ଆଜି ଧରା ପୃଷ୍ଠକୁ ଓହ୍ଲେଇ ଆସିଛନ୍ତି, ପାପିକି ବିନାଶ କରୁଛନ୍ତି। এই ମାଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା କରି ଶତାଧିକ ଶ୍ରଦ୍ଧାଳୁ ମାଙ୍କ ନିକଟକୁ ଧାଇଁ ଆସିଛନ୍ତି। ତେବେ ଏଇ ଯେଉଁ 57 ବର୍ଷ ଯେଉଁ ପଦାର୍ପଣ କରିଛି ଦୁର୍ଗା କ୍ଲବ ପଦାର୍ପଣ କରିଛି, এই କ୍ଲବକୁ এই ପୂଜା ସମୟରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି। ତେବେ ଆମ ସହିତ ଯୋଡ଼ି ହେଲେଣି ଦୁର୍ଗା କ୍ଲବର ସଭାପତି ଯୋଡ଼ି ହେଲେଣି, ତାଙ୍କ ସହିତ ଅଧିକ ଆଲୋଚନା କରିବା। ଆଜ୍ଞା, କ'ଣ କହିବେ? ଆଜି ମାଙ୍କର ଆଜି 57ତମ ବର୍ଷରେ ଆଜି ପଦାର୍ପଣ କରିଛି, କ'ଣ ସବୁ ଆରେଞ୍ଜମେଣ୍ଟ କରାଯାଇଛି ଭିଡ଼କୁ ନେଇ? ଜୟ ମା ଦୁର୍ଗା। এই 57 ବର୍ଷ ପୂଜା ପାଇଁ ବର୍ତ୍ତମାନ ଆମର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏ ବର୍ଷ ପ୍ରଥମ କରି ଆମେ ସିସିଟିଭିର ସର୍ଭେଲାନ୍ସରେ ଏଣ୍ଟାର ପୂଜା ମଣ୍ଡପ ଏବଂ ପଡ଼ିଆ ଯାତ୍ରା ପଡ଼ିଆ ରହିଛି ଏବଂ ଦର୍ଶକଙ୍କ ସୁବିଧା ପାଇଁ ଆମର ପୋଲିସ ପ୍ରଶାସନର ସହଯୋଗରେ ଏଠି ପୋଲିସ ଫୋର୍ସ ବି ମୁତୟନ କରାଯାଇଛନ୍ତି। ଏବଂ ମୁଖ୍ୟତଃ ଆମର ଯେଉଁ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି, ମନୋରଞ୍ଜନ କାର୍ଯ୍ୟକ୍ରମ ଭିତରେ ଆମର 2 ତାରିଖରୁ ଯେଉଁଟା ଆମର କୁନି କୁନି ପିଲାମାନଙ୍କର ପ୍ରତିଭାକୁ ନେଇ ଆମେ ଯେଉଁ ତାଙ୍କୁ ଗୋଟେ ଗଟ୍ ଟ୍ୟାଲେଣ୍ଟ ଶୋ ହୁଏ ସେଇଟା ରହିଛି। ଏବଂ ତା ସାଙ୍ଗରେ ଆମର ଦୁଇଟି ଯାତ୍ରା ପାର୍ଟି, ଯେଉଁଟାକି ରାଜଦରବାର ଏବଂ ଯାଜ୍ଞସେନୀ, ଓଡ଼ିଶାର ପ୍ରସିଦ୍ଧ ନାଟ୍ୟ ଗ୍ରୁପ 2 ଜଣ ଆସୁଛନ୍ତି। ଏବଂ ଯେଉଁଥିରେ ଆମର ଚିରାଚରିତ ପ୍ରଥା ହିସାବରେ ଆମର ଯେଉଁ ମା ଭଉଣୀମାନଙ୍କ ପାଇଁ ଆମର ଫ୍ରି ନିଃଶୁଳ୍କ ଆମେ ଦେଖାଇଥାଉ, ସେଇଟା ବି ରହିବ। ଏବଂ ଭସାଣୀ ଏ ବର୍ଷ ଏକ ନିଆରା ଧରଣର, ଯେ ସୁଦୂର ଓଡ଼ିଶା ବାହାରୁ ଆମର ଅନ୍ୟ ରାଜ୍ୟରୁ କଳାକାରମାନେ ଆସୁଛନ୍ତି ଏବଂ ଭସାଣୀ ବି ଏ ବର୍ଷ ଅତି ଚମତ୍କାର ହେବ। ଏବଂ ଆପଣମାନେ ତ ଦେଖିପାରୁଥିବେ ଯେଉଁ ତୋରଣ ଏ ବର୍ଷ ରହିଛି, ଆମର ଯେଉଁ ପଶ୍ଚିମବଙ୍ଗର ମାୟାପୁରୀ ଇସ୍କନ ମନ୍ଦିରର ତୋରଣ ରହିଛି ଏବଂ ଲାଇଟ୍ ସାଜସଜା ସବୁ କେମିତି ଉନ୍ନତ ମାନର ହେବ, ଆମର ସମସ୍ତ ସଭ୍ୟ ଆ ପାଇଁ ଚେଷ୍ଟିତ। ଦୀର୍ଘ 2 ମାସ ହେବ ଆମେ ତା ପାଇଁ ପ୍ରସ୍ତୁତିରେ ଲାଗିଥିଲୁ ଏବଂ ମାଙ୍କର ତ ଧରାବର୍ତ୍ତନ ହେଇଛି। ଏବଂ ମାଙ୍କ ପାଖରେ ଆମେ ଅନୁରୋଧ କରିବୁ, ମାଙ୍କୁ ପ୍ରାର୍ଥନା କରିବୁ ଯେ ଜଗତର କଲ୍ୟାଣ ହଉ, ଏ ଅଞ୍ଚଳର କଲ୍ୟାଣ ହଉ ଏବଂ ସମସ୍ତଙ୍କର ମଙ୍ଗଳ ହଉ। ଜୟ ମା ଦୁର୍ଗା। ନିହାତି ଭାବରେ ଆପଣ ଶୁଣିପାରୁଥିବେ, ଜଗତର କଲ୍ୟାଣ ହଉ, ସମସ୍ତଙ୍କର ମଙ୍ଗଳ ହଉ, ସେଇ କାମନା ନେଇ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ନିକଟକୁ ଧାଇଁ ଆସିଛନ୍ତି। ପୁରୀ ଅସ୍ତରଙ୍ଗରୁ ମାନସ ଖଣ୍ଡୁଆ, ନନ୍ଦିଘୋଷ ଟିଭି।